ହ୍ୟାଲୋ ହାଏ ନମସ୍କାର। ମୋ ନାଁ ହେଉଛି ସିପୁ। ତ ମୁଁ ହେଉଛି ଗୋଟେ SM DJ ଓ ଯେଉଁ ଆମ ଗ୍ରୀନ୍ DJ ଅଛି ଗ୍ରୀନ୍ ମ୍ୟୁଜିକ୍, ତ ତାର ବହୁତ ବଡ଼ ଫ୍ୟାନ୍ ଛୋଟବେଳୁ। ତ ଏଇ ଭିଡ଼ିଓ କରିବାର ମାନେ ହେଲା ଯେଉଁ ବହୁତ ଦିନ ହେଲା କଣ୍ଟ୍ରୋଭର୍ସି ଚାଲିଛି। ତ JB DJ ସହିତ SMର ଫାଷ୍ଟ ହେଲା, ତାପରେ MKP ସହିତ SMର ହେଲା, ତାପରେ ଏବେ ଚାଲିଛି ସ୍ମାଇଲ୍ DJ ସହିତ SMର। ତ ଆପଣମାନେ କେବେ ଭାବିଛନ୍ତି ଯେ କ'ଣ ପାଇଁ ଏଗୁଡ଼ାକ ହେଉଛି ସବୁ? ଆଗରୁ ଏମିତି କିଛି ହେଉନଥିଲା ଆଜ୍ଞା। ଆଗରୁ ଏମିତି କିଛି ହେଉନଥିଲା। ଆଗରୁ ମାନେ ମେଲଣ ପ୍ରୋଗ୍ରାମ୍ କହିଲେ ଗୋଟେ ନାଲକ ବିଶ୍ୱକର୍ମା, ଆମେ ମାନେ ଛୋଟବେଳେ ଯାଉ ସେଠି ଦେଖିବା ପାଇଁ। ମୋର ଯେତେବେଳେ ମନେ ଅଛି, ମୋର ଦଶମ ପରେ +2ରେ ଆମେ ମାନେ 6-7 ଜଣ ସାଙ୍ଗ ହେଇକି ଏମିତି ଯାଉ ଦେଖିବା ପାଇଁ। ସେଇଠି SM ତ ଏବେ ହେଇଛି ନା, ଆଗରୁ ଥିଲା ରଶ୍ମି DJ, ଆଉ ଥିଲା ଗ୍ରୀନ୍ DJ ଗ୍ରୀନ୍ ମ୍ୟୁଜିକ୍, ତ ଆଉ ଗୋଟେ ଥିଲା ଦିଲଦାର, ଆଉ ହାଇଟେକ୍ ବି ଆସେ। ତ ସେଇ ଟାଇମ୍ରେ ମାନେ ବଢ଼ିଆ, ସେମାନଙ୍କର ପୁରା ପରଫର୍ମାନ୍ସ ବଢ଼ିଆ, ପୁରା ବେସ୍ ମାନେ କ୍ୱାଲିଟି ସବୁ ବଢ଼ିଆ ହେଲା। ସେତେବେଳେ ଏତିକି ମାନେ ସାର୍ଫି ଏତେ ଆଡ଼୍ ହେଇନଥିଲା, କିନ୍ତୁ ଆଉ ସବୁ କିଛି ଥିଲା। ସାର୍ଫି ଏତେ କିଛି ନଥିଲା, କିନ୍ତୁ ଅଲଗା ଲାଇଟ୍ ଗୁଡ଼ାକ ଯେଉଁ ଥିଲା ସେଇ ଟାଇମ୍ରେ, ଯେଉଁ ଟ୍ରେଣ୍ଡିଂ ଲାଇଟ୍ ଗୁଡ଼ାକ ଥିଲା ସେଇ ଟାଇମ୍ରେ ବହୁତ ସେଇଟା ଚାଲିଥିଲା। ତ ସେଇ ଟାଇମ୍ରେ ରଶ୍ମି ଗ୍ରୀନ୍ ଭଲ, ସେ ଟାଇମ୍ରେ ସମ୍ପର୍କ ଥିଲା ସାଙ୍ଗମାନଙ୍କର। ତାଙ୍କ ଅନର ଭିତରେ କେମିତି କ'ଣ ସମ୍ପର୍କ ଆମେ ଜାଣିନୁ, କିନ୍ତୁ ମାର୍କେଟରେ ଆମେ ମାନେ ଗୋଟେ ଦର୍ଶକ କେବେ ଫିଲ୍ କରିନୁ ଯେ ଏମିତି କେଉଁ DJ ବାଲା ସହିତ କେଉଁ DJ ବାଲା ଏମିତି କଣ୍ଟ୍ରୋଭର୍ସି କରୁଛି ଇଏ ସବୁ। କିନ୍ତୁ ତାଙ୍କର ଆଗରୁ ବି କମ୍ପିଟିସନ୍ ହୁଏ, ଏମିତି ନାହିଁ କି କମ୍ପିଟିସନ୍ କେବେ ହୁଏନି। ରଶ୍ମି ଗ୍ରୀନ୍ ସବୁବେଳେ, ରଶ୍ମି DJ ଗ୍ରୀନ୍ DJର ସବୁବେଳେ କମ୍ପିଟିସନ୍ ହୁଏ। ନାଲକରେ ହୁଏ ଭସାଣି, ନାଲକ ଯେଉଁ ଆମର କ'ଣ ହୁଏ କହିଲେ ବିଶ୍ୱକର୍ମା ଭସାଣି ହୁଏ, ସେଇଠି କମ୍ପିଟିସନ୍ ହୁଏ। ସେଇଠି ତାଙ୍କର ମାନେ ଗୋଟେ ପ୍ରଫେସନାଲି ଯୋଉଟା ଯେମିତି ହେବା କଥା ହୁଏ, ନର୍ମାଲ୍। HF ଯେଉଁ ୟୁନିଟି ପ୍ରେସର୍ ମିଡ଼ିଆ ଏବେ ଯେଉଁ ଆସିଗଲାଣି, ଏବେ ତ ମାଳ ମାଳ ସବୁ ଲାଗୁଛି। ଆଗରୁ ସେତେ ନଥିଲା, ଯେମିତି ନର୍ମାଲ୍ ଗାଡ଼ିରେ ଯାହା ଲୋଡ଼୍ ଥାଏ ସେତିକିରେ ହୁଏ। ଆମେ ତ ଦେଖିବା ପାଇଁ ଯାଉ, ବହୁତ ଖୁସିରେ ଆସୁ। ଏମିତି କିଛି ଆମ ମନରେ ନଥିଲା କେଉଁ ସାଉଣ୍ଡ ଜିତିଗଲା ହାରିଗଲା। ଆମେ ସପୋର୍ଟ ଯାହାକୁ କରୁ ତା ସପୋର୍ଟରେ ସବୁବେଳେ ଥାଉ। ଆଉ ଆମକୁ ଭଲ ଲାଗେ, ତା ପରଫର୍ମାନ୍ସ ଭଲ ଦେଲେ ଆମକୁ ଭଲ ଲାଗେ, ଅବଭିୟସ୍ଲି ଭଲ ଲାଗିବ। ତ ସେମିତି ଆମେ ଦେଖିଯାଉ, ଭଲସେ କିଛି ପ୍ରୋବ୍ଲେମ୍ ନଥିଲା। ଏବେ ଯେଉଁଗୁଡ଼ାକ ହେଉଛି, ତ ସେଇଟା କେମିତି କ'ଣ ହେଉଛି ଆପଣ କେବେ ଜାଣିଛନ୍ତି? ସେଇଟା ହେଉଛି ସୋସିଆଲ୍ ମିଡ଼ିଆର ଗ୍ରୋଥ୍। ସୋସିଆଲ୍ ମିଡ଼ିଆ ଯେତେବେଳେ ଗ୍ରୋ ହେଲା, ତ ସେତେବେଳେ କିଛି ଭଲ ୟୁଟ୍ୟୁବର୍ ଆସିଲେ, ଭଲ ମାନେ କଳାକାର ଯେତେ ସବୁ ମାନେ ନିଜେ କିଛି କରିବାକୁ ଚାହୁଁଛନ୍ତି, ତାଙ୍କମାନଙ୍କୁ ପ୍ଲାଟଫର୍ମ ମିଳୁନଥିଲା, ସେମାନେ ଆସିକି ସୋସିଆଲ୍ ମିଡ଼ିଆରେ ୟୁଟ୍ୟୁବ୍ ଥ୍ରୋରେ ବହୁତ କିଛି ଜିନିଷ କରିପାରିଲେ। ସେଇ ଭିତରୁ DJର କଣ୍ଟେଣ୍ଟ ଯେଉଁଗୁଡ଼ାକ ଆଗରୁ ଏତେ ହେଉନଥିଲା। ଆଗରୁ ଆମର ବି ମନେ ଅଛି, ଆମେ ସେତେବେଳେ ଛୋଟ ମୋବାଇଲ୍ ଥିଲା ଯେତେବେଳେ, ନୋକିଆର ସେତେବେଳେ ଯେତେବେଳେ ଟିକେ ବଡ଼ ସ୍କ୍ରିନ୍ ବାହାରି ଆସୁଥିଲା, ସେଇଠି ରେକର୍ଡ଼ିଂ ହେଇପାରୁଥିଲା। ତ ଆମେ ସେଇଠି ରେକର୍ଡ଼ିଂ କରୁ, କିନ୍ତୁ ଆମେ ନିଜ ପାଇଁ ହିଁ କରୁ। ଆମେ ନିଜେ ଆସିକି ପରେ ଘରେ ଦେଖୁ, ଆମକୁ ଭଲ ଫିଲ୍ ହୁଏ ସେଇଟା, ଆମେ ଦେଖୁ। ଆଉ ଏମିତି ନାହିଁ ୟୁଟ୍ୟୁବ୍ ଇଏ ସିଏ ତାପରେ ପକାଇବା ପାଇଁ। ଆଉ ସେତେବେଳେ ବି ଡାଟା ବହୁତ ମହଙ୍ଗା ଥିଲା ନା, ଡାଟା ଟପ୍ଅପ୍ ସେତେବେଳେ ହେଉଥିଲା। ଏବେ ତ ଜିଓ 5G, ଏବେ 5G କରିଦେଇଛି, ବହୁତ ସ୍ପିଡ଼ି ଚାଲୁଛି। ଯିଏ ମାନେ ସେ ଯାହା ବି ଭିଡ଼ିଓ ପାରିଲା ପକାଇ ଦେଉଛନ୍ତି, ଭଲ ହେଉ ଖରାପ ସେଇଟା ଦେଖୁନାହାନ୍ତି। ତ ଆଜିକାଲି ୟୁଟ୍ୟୁବର ଏଇଭଳିଆ ହିଁ କରୁଛନ୍ତି। ତ DJ ଯେତେବେଳେ ଭିଡ଼ିଓ ବାହାରିଲା, ମାନେ ଯେତେବେଳେ ଭିଡ଼ିଓ ତିଆରି କଲେ, DJ ଭିଡ଼ିଓ ତିଆରି କଲେ, ତ ସେଇ ଟାଇମ୍ରେ ମୁଁ ଜାଣିବାରେ ନୂଆ ନୂଆ ଭିଡ଼ିଓ ଆଗରୁ ଯିଏ ଯେମିତି ପକାଉଥିଲା DJର ଭିଡ଼ିଓ, ଫଟୋ ଉଠାଇଦେଲା କି ଭିଡ଼ିଓ କରିଦେଲା ପକାଇଦେଲା, ସେଇଟା ତ ମୁଁ ନାଁ କହିପାରିବିନି। କିନ୍ତୁ ପ୍ରଫେସନାଲ୍ ୱେରେ ଭିଡ଼ିଓ କରନ୍ତି କହିଲେ ଜ୍ଞାନ ଟେକ୍ନିକ୍ ଭାଇ, ଯେଉଁ ଜ୍ଞାନ ଭାଇ, ତାଙ୍କ ଘର କେଉଁଠି ମୁଁ ତ ଜାଣିନି, କିନ୍ତୁ ଭଲ ଭିଡ଼ିଓ କରନ୍ତି। ଜ୍ଞାନ ଟେକ୍ନିକ୍ ତାଙ୍କ ଚ୍ୟାନେଲ୍ ନା, ସେ ଭଲ ଭିଡ଼ିଓ କରନ୍ତି ପ୍ରଫେସନାଲ୍ ୱେରେ।
ଆଉ ସମ୍ମାନ ମାନେ ଛୋଟ ବଡ଼ ସେ ଯୋଉଠିକି ଯାଇପାରିଲେ ତାଙ୍କ ଭିଡ଼ିଓ ନିଶ୍ଚୟ କରିବେ ସେ। ଆଉ ହେମିତି ନାହିଁ ଯେ ଭାଇ ତାର ଭଲ ଫ୍ୟାନ୍ ଫଲୋଇଂସ୍ ଅଛନ୍ତି ସେଇ ଡିଜେର, ତା ଆଡ଼ିକି ଯିବା ଆମେ ଭିଡ଼ିଓ କରି ଆମର ଭିଉ ଆସିବ। ତ ଭିଉ ପାଇଁ ହିଁ ସେ କରନ୍ତିନି ସେଇଟା। ସେମାନେ ନର୍ମାଲ ସେ ଏନ୍ଜୟ କରନ୍ତି, ଡିଜେ ଭିଡ଼ିଓ ବନାନ୍ତି, ନିଜେ ଭିଡ଼ିଓ ମାନେ ଏଡ଼ିଟିଂ କରିକି ସେ ତାଙ୍କର ଅପଲୋଡ଼ କରନ୍ତି। ଆଉ ସେ ନିଜେ ବି ସେ ଜାଗା ଉପରେ ଡିଜେ ଫିଲ୍ କରନ୍ତି, ତାଙ୍କୁ ଭଲ ଲାଗେ। ଆଉ ତାପରେ ତମେ ନିଜେ ବି ଭାବ, ଯଦି ଗୋଟେ ପିଲା ଭିଡ଼ିଓ ବନେଇ ଯାଉଛି ସେ ତା ଡିଜେ ପ୍ରତି ପ୍ରେମ ନଥାଇକି ସେ ଯିବ କି? ସେ ବି ଏନ୍ଜୟ କରୁଛି, ଅବଭିୟସଲି ଏନ୍ଜୟ କରୁଛି। କିନ୍ତୁ ଜ୍ଞାନ ଟେକ୍ନିକ୍ ଭାଇ ଫାଷ୍ଟ ୟୁଟ୍ୟୁବର ହିସାବରେ ପ୍ରଫେସନାଲ ୱେରେ ସେ ଡିଜେ ଭିଡ଼ିଓ ବନାଉଥିଲେ। କିନ୍ତୁ ତା ପୂର୍ବରୁ ଯେତେବେଳେ ଜ୍ଞାନ ଟେକ୍ନିକ୍ ଭାଇ ବନାଉଥିଲେ ଭିଡ଼ିଓ, ତା ପୂର୍ବରୁ ରଶ୍ମି ଗ୍ରୀନର ଅଲରେଡ଼ି ନାଁ ଥିଲା, ଏଇଟା ସମସ୍ତେ ଜାଣିଛନ୍ତି ଆଗରୁ। ଆମ ଜେନେରେସନ୍ ପିଲା ସେଇଟା ଜାଣିଛନ୍ତି ଆଗରୁ। ତ ଆମ ପୂର୍ବରୁ ବି ଥିଲା, ଯେଉଁ ଟ୍ରେକର୍ସରେ ଥିଲା ସେଇଟା ଆମେ ଦେଖିନୁ, କିନ୍ତୁ ଯେଉଁ 407 ଷ୍ଟାର୍ଟ ହେଲା ସେଇଟା ଆମେ ଦେଖିଛୁ। ତ ଜ୍ଞାନ ଟେକ୍ନିକ୍ ଭାଇ କିଛିଟା ଆଉ ଉପର ଲେଭେଲକୁ ନେଲେ ଡିଜେ ଯେଉଁ ଲାଇନ୍ରେ ଅଛି ଆମ ଅନୁଗୁଳକୁ ଖାସ କରି ଯେତିକି ଥିଲା। ରଶ୍ମି ଗ୍ରୀନର ନାଁ ଥିଲା, ହାଇଟେକ୍ର ନାଁ ଥିଲା, ମୋ ଜାଣିବାରେ ଥିଲା ଦିଲଦାର ଡିଜେ ଥିଲା, ହାଇଟେକ୍, ଦିଲଦାର, ଏଇଗୁଡ଼ାଙ୍କର ନାଁ ଥିଲା ଅଲରେଡ଼ି ଥିଲା। କିନ୍ତୁ ଯେଉଁ ଜ୍ଞାନ ଟେକ୍ନିକ୍ ଭାଇ ଯେଉଁ ଭିଡ଼ିଓ କଲେ କିଛି ଲେବୁଲ୍ ଉପରକୁ ଗଲା, ଯେଉଁ ଡିଜେ ଇଣ୍ଡଷ୍ଟ୍ରି ଥିଲା ଯେତିକିରେ ସୀମିତ ଥିଲା। କିଛି ଲୋକ ତାପରେ ନ୍ୟୁ ଜେନେରେସନ୍ ଆସିଲେ, ନୂଆ ପିଲା ଆସିଲେ, ନୂଆ ପିଲା ଆଡ଼୍ ହେଲେ, ନୂଆ ପିଲା ଭଲ ପାଇଲେ ଡିଜେକୁ, ଜାଣିଲେ, ତ ଭିଡ଼ିଓ ଇଏରୁ ସବୁ ଜାଣିପାରିଲେ। ତ ଜ୍ଞାନ ଟେକ୍ନିକ୍ ଭାଇ ସେ ତାଙ୍କର ପ୍ରଫେସନାଲ ୱେରେ ପୁରା ଭଲସେ ଭିଡ଼ିଓ ବନେଇକି ଦେଉଥିଲେ, କାହାକୁ ହେଟ୍ ନାହିଁ, କିଛି ନାହିଁ। ଆଉ ତାପରେ କ'ଣ ହେଲା, ତାପରେ ତାଙ୍କୁ ଦେଖିକି କିଛି ୟୁଟ୍ୟୁବର ଆସିଲେ। ଅବଭିୟସଲି ଯେଉଁ ଜିନିଷର ଡିମାଣ୍ଡ ହେବ ତାର ଅବଭିୟସଲି କପି ବାହାରିବ। ତ ୟୁଟ୍ୟୁବର ବାହାରିଲେ, ତ ବାହାରିଲା ପରେ ସମସ୍ତେ ଏମିତି ଭିଡ଼ିଓ କରନ୍ତି, ସବୁ ଭିଡ଼ିଓ ଡିଜେ ଭିଡ଼ିଓ ପକେଇକି କରନ୍ତି। ତାପରେ ମାନେ ଡିଜେ ବାଜୁଥିବ କେଉଁଠି, ଭିଡ଼ିଓ କଲେ ପଛପଟୁ, ସେଇଟା ଅପଲୋଡ଼ ହେଲା, ସେଇଟା ଚାଲୁଥିଲା ମଝିରେ ଟ୍ରେଣ୍ଡିଂରେ ଚାଲୁଥିଲା। ତାପରେ କ'ଣ ହେଲା, ତାପରେ ଗୋଟେ ହୋମ୍ ଟୁର୍ ଚାଲିଲା, ସେଇଟା ହୋମ୍ ଟୁର୍ ଚାଲିଲା ଗୋଟେ, ସେଇଟା ଟ୍ରେଣ୍ଡିଂରେ ସେଇ ଟାଇମ୍ରେ ଚାଲିଲା। ତ SM ଅଡ଼ିଓର ମାନେ ସତ କଥା, SM ଅଡ଼ିଓର କ୍ୟାବିନ୍ ମାନେ ଯେଉଁ ଭିତରର କ୍ୟାବିନ୍ ଯେଉଁ ଅଛି ନା, ସେଇଟା କେବେ ଦେଖିନଥିଲେ, ମୁଁ ବି କେବେ ଦେଖିନି। ମାନେ ଏମିତି ତାଙ୍କର ଗୋଟେ ପ୍ରାଇଭେସି ରୁହେ। ତ ଯେଉଁ ଆମର ଯେଉଁ ୟୁଟ୍ୟୁବର ଅଛନ୍ତି, ଯେଉଁ ଓଡ଼ିଶା ଡିଜେସ୍ ନା କ'ଣ ତାଙ୍କ କାଳିଆ ଭାଇ ନା କ'ଣ ତାଙ୍କ ନା, ତାଙ୍କ ଚ୍ୟାନେଲରେ ଫାଷ୍ଟ ଟାଇମ୍ ମୁଁ ଦେଖିଥିଲି। ମୁଁ ଯଦି ଅଲଗା କାହା ଚ୍ୟାନେଲରୁ କ'ଣ ଆପଣମାନେ ଦେଖିଥିବେ ମୁଁ ଜାଣିନି, କିନ୍ତୁ ମୁଁ ଦେଖିବାରେ ତାଙ୍କ ଚ୍ୟାନେଲରେ ହିଁ ଦେଖିଥିଲି। ତ ଭାଇଙ୍କୁ ସେ କ'ଣ ତାଙ୍କ ଭିତରେ ହେଇଥିଲା କ'ଣ ନାହିଁ, ସେ ତାଙ୍କୁ ପରମିସନ୍ ଦେଇଥିଲେ, ସେ ଭିଡ଼ିଓ ବନେଇଥିଲେ। ତାଙ୍କର ହୋମ୍ ଟୁର୍ ବି ଜିତୁ ଭାଇ ହିଁ ଫାଷ୍ଟ ହୋମ୍ ଟୁର୍ ହିଁ ସେ ଚ୍ୟାନେଲରେ ହିଁ ଦେଇଥିଲେ, ଯେଉଁ କାଳିଆ ଭାଇ ଚ୍ୟାନେଲରେ। ତ ତାଙ୍କର ଠିକ୍ ଠାକ୍ ଚାଲୁଥିଲା। ତାପରେ ପରେ ତାଙ୍କର କ'ଣ ହେଲା କ'ଣ ନାହିଁ, ତାପରେ ଏମିତି ସବୁ କଣ୍ଟ୍ରୋଭର୍ସି ହେଲା। ତାପରେ ତା ମଝିରେ ଆଉ ଗୋଟେ କଥା କହିବାକୁ ଚାହୁଁଛି। ତ ଯେଉଁ ୟୁଟ୍ୟୁବର ଥିଲେ ନା, ଜ୍ଞାନ ଭାଇ ଯେଉଁ ମାନେ ଭିଡ଼ିଓଟା ପକେଇଲା ଟାଇମ୍ରେ ଗୋଟେ ଥମ୍ବନେଲ୍ ଲେଖିବାକୁ ପଡ଼େ ମାନେ ଉପରେ, ସେଇ ଥମ୍ବନେଲ୍ରେ ମାନେ ଜ୍ଞାନ ଭାଇ ଏମିତି କିଛି ଫ୍ରେଣ୍ଡଲି ୱେରେ ଲେଖନ୍ତି ଯେ କାହାକୁ ହେଟ୍ ନାହିଁ, ହେଟ୍ ମିଳିବନି, କାହା ଅଡ଼ିଏନ୍ସ କାହା ସାଙ୍ଗରେ ଝଗଡ଼ା କରିବେନି, ସମସ୍ତେ ଇକ୍ୱାଲ୍ ହିସାବରେ ମାନେ ଲେଖନ୍ତି। ତ ତାପରେ ଏବେ ଯେଉଁ ନୂଆ ନୂଆ ସବୁ ୟୁଟ୍ୟୁବର ଆସିଲେ, ତ ଲେଖିଲେ ମାନେ ଆଜି ପୁରା ଆତଙ୍କ କରିବ, ଆତଙ୍କ କରୁଛି, ଆତଙ୍କ କଲା, ହେଇ ଜିନିଷଟା ବହୁତ ଖରାପ ହେଲା। ବାଘ, ହାତୀ, ଘୋଡ଼ା, ମାନେ ବାଘ ଆଜି ଅନୁଗୁଳର ବାଘ ଲାଗିଛି, ଅନୁଗୁଳର ହାତୀ ଲାଗିଲା, ଏଇ ଜିନିଷଟା ଖରାପ। ତାପରେ ସେଇଟା ପ୍ରଭାବ କୁଆଡ଼େ ପଡ଼ୁଛି ବି କହିଲେ, ମାନେ ଗୋଟେ ଆତଙ୍କ ସୃଷ୍ଟି କଲା, ମାନେ ଗୋଟେ ସେଇ ଜିନିଷଟା ବୁଝିପାରୁଛୁ ନାହିଁ, କେତେ ଗୋଟେ ମାନେ ଇଏ ଟାଇପ୍ର। ଗୋଟେ ଡିଜେଟା ହେଉଛି ଆମେ ଗୋଟେ ଫିଲ୍ କରିବା, ମଜା ନେବା, ଇଏ ଆମେ ଫ୍ୟାନ୍ ହିଁ ମାନେ ସେତିକି ହିଁ ଚାହୁଁ। କିନ୍ତୁ ମାନେ ଆତଙ୍କ ସୃଷ୍ଟି କରିବା। ତାପରେ ଗୋଟେ ଭିଡ଼ିଓଟା ସୋସିଆଲ ମିଡ଼ିଆରେ ଖେଳୁଛି ମାନେ ମାନେ କ୍ଲିକ୍ ଆସିଲା ମାନେ ନା ଭିଡ଼ିଓରେ, ସେ ଭିଡ଼ିଓ ଆଗକୁ ମାଡ଼ି ଚାଲିବ। ତ ସେଥିପାଇଁ ସେଇ ଜିନିଷଟା ମାନେ ବହୁତ ଖରାପ ହେଇଗଲା ଯେ ମାନେ ହାତୀ, ବାଘ ଆତଙ୍କ ସୃଷ୍ଟି କରୁଛି, ମହାରଥୀ ଆସିଛି, ଏଇ ଜିନିଷଟା ଖରାପ। ମାନେ ସେଇ ଜିନିଷଟା ଖରାପ କଲା, କମ୍ୟୁନିଟିକି ପୁରା ଖରାପ କରିଦେଲା। ତ
ତ ତାପରେ କ'ଣ ହେଲା କହିଲ, जो SM ଅଡ଼ିଓ ସେ ଭାଇ କାହା ସାଙ୍ଗରେ ଫାଷ୍ଟ ତାଙ୍କର ଝଗଡ଼ା କେବେ ଆଜି ପର୍ଯ୍ୟନ୍ତ ହେଇନି, ସେ କରିବାକୁ ଚାହାନ୍ତିନି ବି, ସେ ତାଙ୍କର କେବେ ଆଜି ପର୍ଯ୍ୟନ୍ତ ଝଗଡ଼ା ହେଇନି, କିଛି ନାହିଁ। ସେ ଆରାମସେ ତାଙ୍କ ବାଟରେ ସେ ତାଙ୍କ ପ୍ରୋଗ୍ରାମ କଲେ, ସେ ତାଙ୍କର ଗଲେ ଭାଇ, ବାସ୍ ସେତିକି। ତ ସେ ଜେବି ସାଙ୍ଗରେ, ଜେବି ତା ଜାଗାରେ ସେ ଠିକ୍ ଅଛି, ସେ ଭାଇ ଲାଇଟ୍ ହାକର, ସତରେ ଲାଇଟ୍ ହାକର, ତାଙ୍କ ଲାଇଟ୍ ପୁରା ପୁରା ପ୍ରଫେସନାଲ, ପୁରା ବଢ଼ିଆ, नो डाउट भाई, बढ़िया तांको लाइट ऑपरेटिंग। ମୁଁ କହୁଛି ନା, ଅନୁଗୁଳ ଡିଷ୍ଟ୍ରିକ୍ଟ କ'ଣ, ଢେଙ୍କାନାଳ ଡିଷ୍ଟ୍ରିକ୍ଟ କ'ଣ ନା, ଅଲ୍ ଓଡ଼ିଶାରେ ମାନେ ପ୍ରଥମ ଲାଇଟ୍ ଅପରେଟିଂ ଏମିତି ଲେବୁଲରେ ଜେବି ଡିଜେ ହିଁ କରିଛି ହେଲା, ହେଟା ସତ କଥା ଭାଇ। ତ ସେଇଟିରେ କିଛି କମ୍ପାରିଜନ୍ ନାହିଁ ଯେ SM ଅଡ଼ିଓ ଆଉ ଜେବି ହେଲା, ସେଇଟିରେ କିଛି ନାହିଁ। ସେଇ ଜିନିଷଟାକୁ କ୍ରିଏଟ୍ କଲେ ଆମ ଯେଉଁ ୟୁଟ୍ୟୁବର ମାନେ, ଯେ ଇଏ ହେଉଛି ହାତୀ, ଇଏ ହେଉଛି ବାଘ। ହାତୀ, ତମେ ଆଗରୁ ହାତୀ ନାଁଟା ଉଠି ନଥିଲା, କିନ୍ତୁ ବାଘ ନାଁଟା ଉଠିଥିଲା। ଯେ ଯେହେତୁ ରସିମ ଭାଇ ଗୋଟେ ପୁରୁଣା ମାନେ ଡିଜେ ଅନର, ସେ ବହୁତ ମାନେ ଡିଜେ ପୁରୁଣା ତାଙ୍କର ମାଲିକ, ତାଙ୍କ ଷ୍ଟ୍ରଗଲ୍ ଅଛି। ସେ ଷ୍ଟ୍ରଗଲ୍ କରିକି ଭାଇ ମାନେ କ'ଣ କହିଲ, ଟ୍ରେକର ସାଉଣ୍ଡରୁ 407 ଏମିତି ଷ୍ଟ୍ରଗଲ୍ କରିକି ତାପରେ ବଡ଼ ଗାଡ଼ି ଆସିଲା। ତାଙ୍କ ଷ୍ଟ୍ରଗଲ୍ ଭାଇ କରିଛନ୍ତି, ସେ ହକ୍ ଉପରକୁ ଉଠିବେ, ତାଙ୍କୁ ସେ ଭାଇ ଏଇଟା ଲେଖା ଅଛି ହେଲା, ଯିଏ କଷ୍ଟ କରିବ ସେ ଭାଇ ଉପରକୁ ଯିବ ସିଓର। ତ ସେଇଟା ସେ କରିଛନ୍ତି, ତାଙ୍କ ଜିତୁ ଭାଇ ତାଙ୍କ ସହିତ ରସିମ ଭାଇ କରିଛନ୍ତି, ସେ ଉପରକୁ ଗଲେ। ତାଙ୍କକୁ ଦେଖିକି ଜଳିକି ଆମେ ଯଦି ଅଲଗା କେଉଁ ସାଉଣ୍ଡକୁ ଲଗେଇଦେବା, କ'ଣ ହେବ? କିଛି ହେବନି ଭାଇ। ସେ ସେତିକି କଷ୍ଟ କଲେ, ସେତିକି ମେହନତ କଲେ, ସେ ଜାଗାରେ ଯାଇକିନା ପହଞ୍ଚିବେ। ସେଇଟାରେ ଭାଇ କିଛି କହିବାର ନାହିଁ। ତ ଈର୍ଷା କରିବାର କିଛି କଥା ନାହିଁ ସେଇଟାରେ। ଜେବି ଡିଜେ ତା ଜାଗାରେ ସେ ବେଷ୍ଟ ଅଛି। ଜେବି ଡିଜେର ଲାଇଟ୍ର କିଛି ମୁକାବୁଲା ନାହିଁ, ସତ କଥା। ପୁରା ମସ୍ତ ଯେଉଁ ସାଉଣ୍ଡ ନାହିଁ, ଲାଇଟ୍ ଲାଷ୍ଟ ପୁରା ଏ ନମ୍ବର, ପୁରା A1 ଲାଇଟ୍ ତାଙ୍କର ହେଲା। ଆଉ ତମେ SM ଅଡ଼ିଓର ଜାଣିଛ କ୍ଲାରିଟି ଭାଇ, କ୍ଲାରିଟି ମାଫିଆ, ସେ ପୁରା କ୍ଲାରିଟି ତାଙ୍କର ଯେମିତି ମାନେ ବେସ୍, ସେମିତି ମାନେ ଗୋଟେ ଲୋକ ଆରାମସେ କ୍ଲିଅର ପୁରା ଛିଡ଼ା ହେଇକି ଶୁଣିବ ଗୀତଟା, ସେମିତି ତାଙ୍କର ପୁରା DSP ସେଟିଂ ହେଇଛି। ଜିତୁ ଭାଇ ହିଁ ସେଟିଂ କରୁଥିବେ, ଅବଭିୟସଲି ତାଙ୍କ ସାଉଣ୍ଡ ସେ ହିଁ ସେଟିଂ କରୁଥିବେ। ତ ସେଇଠି ଇଏ କ'ଣ ନାହିଁ, ଜେବି ସାଙ୍ଗରେ ସେ ୟୁଟ୍ୟୁବର ହିଁ କଲେ, ତ ସେଇଟା ଠିକ୍ ନୁହଁ ଭାଇ। ସେମିତି କିଛି କରନି, ସେ ତାଙ୍କ ଜାଗାରେ ଠିକ୍ ଅଛି, ତମେ ତମ ଜାଗାରେ ଠିକ୍ ରୁହ। ଆଉ ତାପରେ ତମେ ୟୁଟ୍ୟୁବର, ତମେ ଭିଡ଼ିଓ ବନ, ହୋମ୍ ଟୁର୍ କର, ସେଇଟା ଠିକ୍ ଅଛି। ଏମିତି ଡିଜେ ବାଲାର କମ୍ପିଟିସନ୍ କରିଦେଉଛ, ଆଜି ସେ ମାଇକିଂ ଗନା ସୁଧାସୁଧି କରୁଛି, ସେଇଟା ଖରାପ ନା। ତ ସେଇଟା ଜେବି ସାଙ୍ଗରେ ଗଲା। ତାପରେ MKPର, ତ MKP କ'ଣ କଲା କହିଲ, MKP ଲାଗିଲା SM ପଛରେ। କ'ଣ ପାଇଁ କହିଲ, ସେ ଆସୁଛି ଗୋଟେ ଅଲଗା ଡିଷ୍ଟ୍ରିକ୍ଟରୁ। ତ ସେ ଅନୁଗୁଳ ମାର୍କେଟରେ ନାଁ କରିବାକୁ ହେଲେ ସେ ଅବଭିୟସଲି SM ଗୁଡ଼ ହିଁ ଧରିବ, ମାନେ ଗୁଡ଼ ଟାଣିବ। ଅବଭିୟସଲି ସେ ଗୁଡ଼ ଟାଣିଲା, ସେଇଟାରେ କିଛି କହିବା ନାହିଁ ଭାଇ। ତାର ବି ମାନେ ଗୋଟେ ମଜବୁରି, ଆଉ ସେ SM ସହିତ ଲାଗିଲେ ହିଁ ହାଇଲାଇଟ୍ ହେବ। ଏଇଟା ଭାଇ ହାଇଲାଇଟ୍ ହେବା ପାଇଁ ସେ କଲା, ତା ସେଇଟାରେ କିଛି କହିବାର ନାହିଁ ହେଲା। କିନ୍ତୁ ଯେଉଁ ସ୍ମାଇଲ୍ କଥା କହିବି, ଯେଉଁ ସ୍ମାଇଲ୍, କିନ୍ତୁ ତାଙ୍କ ଦୁଇ ଜଣଙ୍କର ରିଜିନ୍ ଥିଲା ମାନେ କଣ୍ଟ୍ରୋଭର୍ସି ହେବାରେ। ଜେବି ଡିଜେ ସହିତ ଲଢ଼େଇ କରିବାର ହେଉଛି ୟୁଟ୍ୟୁବର ମାନଙ୍କର ଦାୟୀ। ମାନେ ୟୁଟ୍ୟୁବର ମାନେ ଯେଉଁ ଭାଇ କହି, ତାଙ୍କ ନାଁଟା ମୁଁ କହୁନି, ସେ ଜାଣିପାରୁଥିବେ, ଆପଣମାନେ ବି ଜାଣିପାରୁଥିବେ। ସବୁ ୟୁଟ୍ୟୁବର ମାନଙ୍କୁ କହୁନି ଭାଇ, କେହି କାହା ଦେହକୁ ନେବେନି, କିନ୍ତୁ ସେଇ ୟୁଟ୍ୟୁବରକୁ କହୁଛି। କିନ୍ତୁ ସ୍ମାଇଲ୍ ସାଙ୍ଗରେ ଲଢ଼ିବାଟା, ସେଇଟା ଭାଇ ଯେଉଁ କଥାଟା ହେଇଛି, ଯେଉଁ ଓପନ୍ ଚ୍ୟାଲେଞ୍ଜ ଦୁଇ ହେଲେ, ଦୁଇ ଯାକ ମାନେ 2 ଜଣ ଯାକ କହିଲେ ନା, ଆମେ ଓପନ୍ ଚ୍ୟାଲେଞ୍ଜ ଦେଉଛୁ ମାନେ ଲଢ଼େଇ କରିବା ପାଇଁ। ଭାଇ କିଛି ଲଢ଼େଇ କରିବା ଦରକାର ନାହିଁ। କ'ଣ ପାଇଁ କହିଲ, ଆମେ ଜାଣିଛୁ କିଏ କ'ଣ, ମାନେ କିଏ କ'ଣ କେତିକି ବାଜୁଛି, କାହାର କେତେ ଅକାତ, ଆମେ ସବୁ ଜାଣିଛୁ ଭାଇ। ଆମେ ଆଗରୁ ଦେଖିଛୁ, ଆମେ 15 ବର୍ଷ ହେଲା ଯେମିତି ହେଲେ ବି ଆମେ ଡିଜେ ଲାଇନ୍ରେ ତମମାନଙ୍କୁ ଦେଖୁଛୁ, ଆମେ ତମର ଫ୍ୟାନ୍ ଅଛୁ, ତମକୁ ସପୋର୍ଟ କରୁଛୁ ହେଲା। ତ ଯେଉଁ ସେଇଟା 1 ତାରିଖ ଦିନ କଲ୍ରେ ପରଙ୍ଗ ନା କ'ଣ ସେ ଗାଁରେ କଲ୍ ଥିଲା, ସ୍ମାଇଲ୍ର ଆଉ ଇଏର SMର। ସେଦିନ SM ମାନେ ଆମେ ଭିଡ଼ିଓରେ ଯେତିକି ଦେଖିଛୁ, SM ମାନେ ସେ ତାଙ୍କର କମ୍ପିଟିସନ୍ ହେଲା, କିଛି ସମୟ ହେଲା ପରେ SM ତା ବାଟରେ ସେ ଗଲା।
କିନ୍ତୁ ସ୍ମାଇଲ ମାନେ ଗାଡ଼ି ବ୍ୟାକ୍ ଥିଲା, ଏତେ ବଡ଼ ଗାଡ଼ି ଛୋଟ ରାସ୍ତା ମୁଁ ଦେଖିଛି, ସେ ପୁରା କଂକ୍ରିଟ ରାସ୍ତା, ଏମିତି ପୁରା ଛୋଟ ରାସ୍ତାରେ ସେ ପୁରା ବ୍ୟାକ୍ କରି 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 ମାନେ ତା ଗାଡ଼ି ବଙ୍କା ହେଇସାରିଲାଣି ହେଲେ ବି ସେ ବ୍ୟାକ୍ କରି 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 ସେ ନେଉଥିଲା। ମାନେ ସେଇଟା କ'ଣ ଦେଖିବାକୁ ଚାହୁଁଥିଲା ଯେ ମୋର ଆଜି ଓପନିଂ ହେଇଛି, ମୁଁ ଆଜି ମାନେ ତତେ ପୁରା ହରେଇ ଦେଲି, ଇଏ କରିଦେଲି। ସେଇଟା ଆପଣ ମାନେ ଭାବନ୍ତୁ ଯେ ସେଇଟା ଗୋଟେ ମାନେ ସେ ତ ତୁମ କମ୍ପିଟିସନ୍ ହେଲା ନା। ତାପରେ ପଛକୁ ପଛକୁ ଯାଇକି ଯେଉଁଟା ରୋଡ଼ ବି ନାହିଁ ନା, ହଁ ଏମିତି ରୋଡ଼ ଅଛି କି ପଡ଼ିଆରେ ତଡ଼ାତୁଡ଼ି ହେଲା, ସେଟା ଗୋଟେ ଅଲଗା ଇଏରେ ଗଲା। ସେ ଯେଉଁ ରୋଡ଼ ନାହିଁ କିଛି ନାହିଁ, ତାପରେ ବି କମିଟି ପିଲା ହିଁ କହୁଛନ୍ତି ଆଗକୁ ଯିବା, ତାଙ୍କ କମିଟି ପିଲା ନେଇ ସାରିଲେଣି, ତୁମ କମିଟି ପିଲା କହୁଛନ୍ତି ସେପଟେ ଯିବା, କିନ୍ତୁ ତୁମେ କମ୍ପିଟିସନ୍ କରିବା ପାଇଁ ନେଉଛ, ମାନେ ତୁମେ ନିଜେ ହିଁ ଅନର୍ ଆଉ ତାଙ୍କ ଯେଉଁ ଭଣଜା ସେ ଜାଣିକି ହିଁ ନେଇଥିଲେ, ବୁଝିଲେ କି ନାହିଁ। ତ ସେଇଟା ସେଦିନ କୁଡୁଲ ଗାଁରେ ସେ ଯେଉଁ ହେଲା, ସେଇ ରାଗଟା ଭାଇ ରହିବ, ଅବଭିୟସଲି ରହିବ। ତ ଜିତୁ ଭାଇ ସେ ରାଗରେ କହିଦେଇଥିଲେ ଯେ ଭଣଜା ଆଜି କ'ଣ ଗାଡ଼ି ପଛକୁ ଡାକିବନି କି, ସେଇଟା କହିଦେଇଥିଲେ। ତ ସେଇ ଜିନିଷଟା ଏଇଟା କଣ୍ଟ୍ରୋଭର୍ସି ଏତିକିରେ ଏଣ୍ଡ କରିଦିଅ, କିଛି ନାହିଁ, ସେଇଟା ତୁମେ ଆରମ୍ଭ କରିଥିଲ, ସେ କହିଦେଲେ ଏଣ୍ଡ କର, କିଛି ଲଢ଼େଇ କରିବାର ନାହିଁ, କିଛି ନାହିଁ। ଆମ ଡିଜେ ସାଉଣ୍ଡ ଯେମିତି ଆଗକୁ ଆହୁରି ବହୁତ ଫ୍ୟୁଚର୍ ପାଇଁ ରହୁ, ଆଉ ଏମିତି ଝଗଡ଼ା ହେଇକି ଆଜି ଲଢ଼େଇ କରିଦେବା କେଉଁଟେ କ'ଣ ଦେବା। ସେ ଦେଖୁଛ କେମିତି ପ୍ରଶାସନ ଆଜିକାଲି କେମିତି କରୁଛି, ତା ଉପରେ ଏମିତି ସବୁ କାମ କଲେ ସେ ପୁରା ଡିଜେ ବ୍ୟାନ୍ ହେବାଟା ଥୟ। ସେଥିପାଇଁ ମୁଁ କହୁଛି, ଆଉ ଆମ ଫ୍ୟାନ୍ସ ଯେତେ ବି ଚାହାନ୍ତି ଯେ ଡିଜେଟା ଲାଇଫ୍ ଟାଇମ୍ ରହୁ ଆଗକୁ, ମାନେ ଏମିତି ଗୋଟେ ଦିନ ଲଢ଼ିକି କମ୍ପିଟିସନ୍ କରନା ଭାଙ୍ଗି ଯାଉ, ଜିନିଷଟା କମ୍ୟୁନିଟିଟା ଭାଙ୍ଗି ଯାଉ, ଏଇଟା ଆମେ କେବେ ଚାହୁଁନୁ। ତ ସେଥିପାଇଁ ମୁଁ ଏଇ ଭିଡ଼ିଓଟା ବନେଇଛି। ଭାଇ ଯେତେ ଭାଇମାନେ ବି ସବୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲ ଭିଡ଼ିଓଟାକୁ ପୁରା ସେୟାର କରିବ। ସେ ସମସ୍ତ ଅନୁଗୁଳ ହଉ, ଢେଙ୍କାନାଳ ହଉ, ଆମ ଅଲ୍ ଓଡ଼ିଶା ଯେତେ ବି ସାଉଣ୍ଡ ବାଲା ଅଛନ୍ତି ସମସ୍ତଙ୍କ ପାଖକୁ ଯେମିତି ଭିଡ଼ିଓଟା ପହଞ୍ଚିବ, ଭାଇ ସମସ୍ତେ ଜାଣିବେ। ମୁଁ କାହାକୁ ହେଟ୍ କରିବା ପାଇଁ କିଛି କହିନି, କିଛି ନାହିଁ, କିନ୍ତୁ ରିଆଲିଟିଟା କହିଛି। ତ ଯେଉଁ ଭାଇମାନେ ବି ଦେଖୁଛ, ଲାଇକ୍ କମେଣ୍ଟ କର ନ କର, କିନ୍ତୁ ସେୟାର କର, ଭିଡ଼ିଓକୁ ଏତେ ମାତ୍ରାରେ ଗ୍ରୋ କରିଦିଅ ଯେ ତାଙ୍କ ପାଖକୁ ଅଟୋମେଟିକ୍ ଯିବ। ଏତିକି ଭିୟୁ ହେଲା ମାନେ ଅଟୋମେଟିକ୍ ତାଙ୍କ ପାଖକୁ ରିକମେଣ୍ଡେସନ୍ ଯିବ, ଡିଜେ ଅନର୍ ମାନେ ସମସ୍ତେ ଦେଖିବେ, ଜାଣିବେ ଏଇ କଥାଟା। ମୁଁ ଯେଉଁଟା କହିଛି ଭିଡ଼ିଓ ଭିତରେ, ତ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ। ତ ଭିଡ଼ିଓଟା ଦେଖନ୍ତୁ ଫୁଲ୍, ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ, କିଛି ଖରାପ କୁହାହେଇନି କାହାକୁ। ତ ସତ ରିଆଲିଟି କଥା ଯାହା ତାହା କୁହାହେଇଛି। ଆଉ ଯେଉଁ ଲାଷ୍ଟ ଗୋଟେ କଥା କହିବି, ଯେଉଁ ମାଇକିଂ କଥା କହୁଛନ୍ତି, ମାଇକିଂଟା ଯେତେ କରୁଛନ୍ତି ଠିକ୍ ଅଛି, ଟିକେ ଦେଖିକି, ଏମିତି କାହାକୁ ଯେମିତି ହାର୍ମଫୁଲ୍ ହେବ କି କାହାକୁ ବାଧିବ ସେମିତି କରନ୍ତୁନି। ତ ସେଇଟା ଖରାପ ଲାଗିବ। ଆପଣଙ୍କର ବି ମା ଭଉଣୀ ଅଛନ୍ତି, ତାଙ୍କର ବି ମା ଭଉଣୀ ଅଛନ୍ତି, ଆଉ ଯେଉଁ ଦର୍ଶକମାନେ ଦେଖୁଛନ୍ତି ତାଙ୍କର ବି ମା ଭଉଣୀ ଅଛନ୍ତି। ଆପଣମାନେ ଭାବୁଛନ୍ତି ଗୋଟେ ପିଲାକୁ ଭାଷା କହିଲେ ତାକୁ ଭଲ ଲାଗୁଛି, ଆଉ ଗୋଟେ ପିଲା ଥିବ ସାଇଡ଼୍ରେ ତାକୁ ଭାଷା ଶୁଣିଲେ ଖରାପ ଲାଗୁଥିବ, ଏଇଟା ତୁମେ କେବେ ଭାବିକି ମାଇକିଂ କରିବ କି ଖରାପ କଥା। ସେ ଗୋଟେ ପିଲା ଆସିଛି ଆଜି ଏନ୍ଜୟ କରିବା ପାଇଁ, ସାଉଣ୍ଡ ଦେଖିବା ପାଇଁ, ଆଉ ଗୋଟେ ପିଲା ଆସିଛି ଭଦ୍ର ପିଲା ହଉ, ସେ ଖରାପ ପିଲା ହଉ, ଯାହା ବି, ତାର ଭାଷା ପସନ୍ଦ ନାହିଁ, ସେ ଭାଷା ଶୁଣିବନି। ସେ ଆସିଛି ଡିଜେ ଗୀତ ଶୁଣିବା ପାଇଁ ଆସିଛି, ସେ ଫିଲ୍ କରିବା ପାଇଁ ଆସିଛି, ବେସ୍ ଫିଲ୍ କରିବା ପାଇଁ ଆସିଛି, ଆମେ ଯେମିତି ଯାଉ। ତ ସେଥିପାଇଁ ମାଇକିଂ ଏତେ କିଛି ଦରକାର ନାହିଁ, ଆଗରୁ ଯେମିତି ଚାଲୁଥିଲା ସେମିତି ଚାଲୁ। ତ କଣ୍ଟ୍ରୋଭର୍ସି ବନ୍ଦ କରିଦିଅ। ସବୁ ୟୁଟ୍ୟୁବର ମାନଙ୍କୁ ବି କହୁଛି, ଭାଇମାନେ ଟାଇମ୍ ଅଛି, ଆମ ଡିଜେ ଯେମିତି ଚାଲୁଛି ଚାଲୁ, ନହେଲେ ବନ୍ଦ ହେଇଯିବ। ଭାଇ ଆପଣମାନେ ଭଲସେ ଭିଡ଼ିଓ କରନ୍ତୁ, ମାନେ କାହାକୁ ହେଟ୍ ଦିଅନ୍ତୁନି, କାହାକୁ ହେଟ୍ କରନ୍ତୁନି, କିଛି ନାହିଁ। ଭାଇ ଚାଲୁ, ଯେମିତି ଚାଲିଥିଲା ଆଗରୁ ସେମିତି ଚାଲୁ ଭାଇ। ଠିକ୍ ଅଛି, ରହୁଛି ଭାଇ, ଧନ୍ୟବାଦ।